ଫିକର ଅଲି ଭୁଟ୍ଟୋଙ୍କ ମଧ୍ୟରେ ଗୋଟେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା, ତାକୁ ସିମଳା ରାଜିନାମା ବୋଲି କୁହାଯାଏ। 1973 ମସିହାରେ ଆଉ ଏକ ଚୁକ୍ତି ଗଠନ କରାଗଲା ଯେ ଯେଉଁମାନେ ଯୁଦ୍ଧବନ୍ଦୀ ହେଇକି ଥିଲେ, ଭାରତରେ ପାକିସ୍ତାନୀ ସେନାମାନେ ଯେଉଁମାନେ ଯୁଦ୍ଧବନ୍ଦୀ ହେଇକି ଥିଲେ କିମ୍ବା ପାକିସ୍ତାନ ପାଖରେ ଭାରତର ଯେଉଁ ସେନାମାନେ ଯୁଦ୍ଧବନ୍ଦୀ ହେଇକି ଥିଲେ ସେମାନଙ୍କୁ ମୁକୁଳେଇବା ପାଇଁ ଆଉ ଏକ ଚୁକ୍ତି କରାଗଲା। ତାପରେ ସବୁକିଛି ଠିକ୍ ଚାଲିଲା। 1974 ମସିହାରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଗୋଟେ ତ୍ରିପାକ୍ଷିକ ରାଜିନାମା ଗଠନ କରାଯାଇଥିଲା। ତାପରେ 1990 ମସିହାରେ ପାକିସ୍ତାନ ସମର୍ଥିତ କେତେକ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ଭାରତକୁ, ଯାହାଫଳରେ 1999 ମସିହାରେ ପୁନର୍ବାର ଭାରତ ପାକିସ୍ତାନ ଭିତରେ କାର୍ଗିଲ ଯୁଦ୍ଧ ଦେଖାଦେଲା। 1999ରେ କାର୍ଗିଲ ଯୁଦ୍ଧରେ ଭାରତ ବିଜୟୀ ହେବା ପରେ 2016 ମସିହା ସେପ୍ଟେମ୍ବର ମାସରେ ପାକିସ୍ତାନ ଉରିର ସେନା ଛାଉଣୀ